ଭାବିଥିଲି ଆସିବିନି। କାଲି ଶାବଳ ଭଙ୍ଗାରେ ଏମ୍କେପିର ଭଡ଼ୁଆ ଲୋକମାନେ କହୁଛ ଏମ୍କେପି ଜିତିଲା ଜିତିଲା। ତମକି ପୁରା ୱାର୍ଣ୍ଣିଂ ଦେଇଥିଲା ସେ ମଡ଼ିଅ ବାଘ 35 ବର୍ଷର ବାଘକୁ ତମେ ଭାବୁଥିଲ ବୁଢ଼ା ହେଇ ଆଇଲାନେ ହରେଇ ଦେବି କି? ଏଇଭଳିଆ ମିଆଉ ମିଆଉ କିରା ହଉଛ ବେ ପଛ ଆଡ଼େ। ଆଗରେ ବଞ୍ଚିବାର ଚାନ୍ସ ନାହିଁ ବୁଝିଲ କି? ଗୋଟେ ପଞ୍ଝା ବାଜିବ ସିଧା କୋଉ ବୁଦା ତଳେ ଯାଇନା ବ୍ଲଡ଼ ବାହାରିବ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ଅପରେସନ୍ ହେବ ବିଲେଇ ଦଳ ଜାଣିଛ କି ନାହିଁ? ବାଘ ସହିତ କିଆଁ ଲାଗୁଛ ବେ ତମେ? ଅଲଗା ଅଛ ଯେ ଛେଳି ମେରିବ ତାଙ୍କ ସହିତ ଯାଇନା ଲାଗୁନ। ବାଘ ସହିତ ଲାଗିନା ବାଘ ଜାଗାକୁ ନେବ ବୋଲି ଭାବିଛ? ବାଘ ଜାଗାକୁ ନେବା ପାଇଁ ବାଘ ଭଳିଆ କଳିଜା ଥିବା ଦରକାର। ଆଉ ଖାଲି ମିଆଉ ମିଆଉ କଲେ ହେବନି ବି। ତମ ପାଖରେ ଏଇ ଯେଉଁ ମାଙ୍କଡ଼ା ଜନ୍ଦା ଏଇରାକ ପାଇଁ ତମେ ବିଲେଇ ରାଜା ବି। କିନ୍ତୁ ଅସଲି ମର୍ଦମାନଙ୍କ ପାଇଁ ରାଜା ହେଉଛି ତ ସେ ମଡ଼ିଅ। ତମେ ତ ଜାଣିଥିବ। ଆଉ ଯୋ ହେଇ ଜନ୍ଦା ପିମ୍ପୁଡ଼ି ଆଗରେ ରାଜା ଦେଖେଇବ ସେ ମଡ଼ିଅ କାକୁ ଆଇବ ଶିକାର ହେଇନା ପଡ଼ିଥିବ। ଜାଣିଲ ତ? ହଁ ଆବେ ତମେ କିରା ହରେଇବ ବେ? ତମେ କି ପୁରା ଏମ୍କେବି ବାଲାକୁ ପୁରା କଂସ ମୁଣ୍ଡା ଆମେ ଯାଇଥିଲୁ ଯେ ସ୍ମାଇଲି ଯୁଡ଼େ ସାଇରନ ମାଇଲା ଯେ ଶଳା ଅତା ବନ୍ତାରେ ରହିବନି। ହଁ ତମେ ଶଳା ସ୍ମାଇଲିକୁ ହରେଇ ପାରିବନି ଯାଇନା ସେ ମଡ଼ିଅକୁ ହରେଇବ। ଅଧିକା କଥା ଶଳେଇବ ଯାଇନା ନାଇଁରେ। ବିଲେଇ ବିଲେଇ ହିସାବରେ ରହିବ ଯାଇନା ନୁଚି ନୁଚି କ୍ଷୀର ପିଇବ କୋଉଠୁ? ବାଘ ଭଳିଆ ଦମରେ ଯାଇକି ପଞ୍ଝା ମାରିକି ଶିକାର କରନା ଖାଇପାରିବନି ତମେ ଜଙ୍ଗଲର। କାହା ଘରୁ ଯାଇନା ନୁଚି ନୁଚି ଶଳା ଏମ୍କେବି ଶଳା ବିଲେଇ ନୁଚି ନୁଚି ଯାଇକି କ୍ଷୀର ପିଇବ। ହଁ ଆଉ ବାଘ ଭଳିଆ ଜଙ୍ଗଲରେ ଟଡ଼ି ଟଡ଼ିକି ଶିକାର କରନା ଖାଇପାରିବୁନି କାରଣ ତୋର ଦମ ନାହିଁ। ତୁଇ ପଛରୁ ପରା ଶଳା ଘରୁ କ୍ଷୀର ପିଇଦୁ ଶଳା ବିଲେଇ ହାରାମଜାଦା ବିଲେଇ। ଶଳା ଏମ୍କେପି ବିଲେଇ ପରା ତୁ ଯାଇକିନା ଘରୁ ନୁଚି ନୁଚି କ୍ଷୀର ପିଇଦେଉ ସମସ୍ତଙ୍କର। ଆଉ ବାଘକୁ ଜାଣିଛୁ ନୁଚି ନୁଚି ନାହିଁ ଯାହା ମାରେ ପଞ୍ଝା। ଆଉ ତୁ 35 ବର୍ଷ ବାଘକୁ କେମିତି ହଟେଇ ଦେବୁ କହୁଛୁ? ସାଲା ବିଲେଇ ଚାଲ ପଳା ଯା ଆଡ଼ୁ ନହେଲେ ପିଟିବି ଶଳା କ୍ଷୀର ପିଇଲା ବେଳେ ଶଳା ଏମ୍କେପି ବିଲେଇକି ଯାଡ଼େ ସେନକିନା ପଡ଼ିଥିବୁ। ରାଜା ରାଜା ଆମେ ଛୁଆରୁ ଶୁଣି ଆଇଛୁ ବାଘ ରାଜା। ଆଉ ବିଲେଇ କୋଉଠୁ ରାଜା ହେବ ବେ? ବୁଝିଲୁ ତ? ଭାବୁଥିଲି ଡିଜେ ବିଷୟରେ ଭିଡ଼ିଓ ବନେଇନି ପୁଣି ବନେଇଲି ବେ। ମନ ଯୋଉଟା କହିବ ଏଇଟା କରାଯିବ ତୁ ଜାଣିଛୁ ତ? ବାଘଟାକୁ ତୁଇ କହିଦେବୁ ଯେଉଁ ବିଲେଇ ରାଜା ଯେ ଆମେ ହଁ କରିବୁ କିରା? ଗୋଟେ ମୂର୍ଖକୁ ଗୋଟେ ବୁଢ଼ାକୁ ବୁଡ଼ିକି ଚାଲ ପୁରା ବାଘ କିଏ ରାଜା ଆସେ ମଡ଼ିଅ। ବିଲେଇ ବିଲେଇ ନୁଚି ନୁଚି ଯା କ୍ଷୀର ପିଇବୁ ବେ। ଯା କ୍ଷୀର ପିଇବୁ ଗଦାରେ ପଡ଼ିଛି ଚାଲ।